मामा श्री अरविंद शक्तिमयी पाठचक्र रे एक भक्तिर अर्घ्य निवेदन करने पई आज हम सचनी ममता पन्नापा अपा को मु अनुरोध करछि से एक भक्तिर अर्घ्य मां को पाद पद्म रे समर्पण करिवे। माँ करुणामयी माँ परम प्रभु श्री अरविंद पाद पद्म अनंत कोटि प्रणाम। पाठचक्र उपस्थित आमर समस्त प्रिय पूज्य भाई को प्रणाम। वंदे मातरम पूज्य भवेश भाई को प्रणाम। माँ 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 तू देइचु जीवनर एटिकिना तू देइचु जीवनर एटिकिना श्यामल श्यामल जीवन तरु स्नेह भेजा साढ़ता पाई डाकिलु भिजिला माटीर सेई ओदा पणते अतीतर लुह भिजा पतर लोटे आजी पाइछि खोजी पाइछि से महक गणाकु खोजी पाइछि माँ तू देइचु जीवनर एटिकिना फूल पका सकाळर सुमधुरना जेदिन खोजिली एक बसंत पक्षी मनर गहन बन उठिला हसी सखारे सखारे महू बरसी गला मो मनर मधुबने बंसी बाजिला श्वेत झुरुछि नीति झुरुछि से पक्षीर काकली को नीति झुरुछि फूल पका सकाळर सुमधुरना तू देइचु जीवनर एटिकिना तू देइचु जीवनर एटिकिना माँ वंदे मातरम।
ମା 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 ଧନ୍ୟବାଦ ଅପା। ପ୍ରତି ରବିବାର ଅପରାହ୍ନ 4ଟାରେ ଶ୍ରୀରେନ୍ଦ୍ର ପାଠଚକ୍ର ଅନୁକୂଲ୍ୟରେ ଦ ହ୍ୟୁମାନ ସାଇକେଲ ବୁକ୍ ଡିସ୍କସନ ହେଉଥିଲା, କିନ୍ତୁ ସମୟ ଟିକେ ଅସୁବିଧା ହେବାରୁ ଆମେ ସମୟ ସୁବିଧା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମକୁ ଶନିବାର ରାତ୍ର 8ଟାରେ ରଖାଗଲା। ସମସ୍ତ ଅପଭାଇଙ୍କର ବି ଏହା ସୁବିଧା ହୋଇପାରିବ। ଯେତେବେଳେ କରୋନା ଚାଲିଥିଲା ଏହି କାର୍ଯ୍ୟକ୍ରମ ରବିବାରେ ଆରମ୍ଭ ହୋଇଥିଲା, ସବୁ ଅପଭାଇ ପ୍ରାୟ ଘରେ ରହୁଥିଲେ, କିନ୍ତୁ ଦୀର୍ଘ 6 ବର୍ଷ ପରେ ଏହି କାର୍ଯ୍ୟକ୍ରମକୁ ଆମର ମାଙ୍କର କାର୍ଯ୍ୟ ତ୍ୱରାନ୍ୱିତ ଚାଲିଛି ଚାରିଆଡେ, ଏବଂ ରବିବାର ଅଫଲାଇନ ପ୍ରୋଗ୍ରାମ ଗୁଡା ବି ବହୁତ ଚାଲିଥାଏ। ଆମର 5-6 ବର୍ଷ ହେଲା ସମୟ ଦେଇ ଆସୁଥିଲେ ଆମର ପ୍ରିୟ ପରିଚିତ ସମ୍ମାନନୀୟ ଭବେଶ ଭାଇ ସମୟ ଦେଇ ଆସୁଛନ୍ତି, କିନ୍ତୁ ରବିବାର ସେ ଅନେକ ଅଫଲାଇନ ପ୍ରୋଗ୍ରାମରେ ଉପସ୍ଥିତ ରହିବାରୁ ତାହାକୁ ଆମେ ଶନିବାରକୁ ମାଙ୍କର ଚରଣରେ ସମର୍ପିତ କରି କାର୍ଯ୍ୟକ୍ରମ କରାଯାଇଛି। ଆମେ ମାନେ ଏହି ସମୟଟିକୁ ମାଙ୍କ ଚେତନାରେ ରଖିବା। ବର୍ତ୍ତମାନ ଆମର ଦ ହ୍ୟୁମାନ ସାଇକେଲ ବୁକ୍ ଆରମ୍ଭ ହେଲା ଜାନୁଆରୀ ମାସ ପରେ ଟିକେ, କିନ୍ତୁ ଗୋଟେ ବର୍ଷ ହେଇଗଲା 20 ପୃଷ୍ଠା ହିଁ ଆଲୋଚନା ହୋଇଛି। ଅନେକ କାର୍ଯ୍ୟ ବ୍ୟବସ୍ଥାରେ ଯାହା ହଉ ମାଙ୍କର କାର୍ଯ୍ୟ ଚାଲିଛି, ଆମେ ତାକୁ ଆସ୍ତେ ଆସ୍ତେ ଆମେ ହୃଦୟଙ୍ଗମ କରିବା। ସେଇ ପୁସ୍ତକକୁ ଦୀର୍ଘ 1914 ମସିହା ପରେ ମାଙ୍କ ଉପସ୍ଥିତି ପ୍ରଥମ ଦର୍ଶନ ପରେ ଆର୍ଯ୍ୟ ପତ୍ରିକାରେ ପ୍ରଭୁ ଯାହା ସବୁ ଲେଖୁଥିଲେ ସେ ଦ ହ୍ୟୁମାନ ସାଇକେଲ ଏବଂ ଦ ଏଜ୍ ଅଫ୍ ଇଣ୍ଡିଭିଜୁଆଲାଇଜେସନ ଆଣ୍ଡ ରିଜନ, ତାହାକୁ ପରେ କଲେକ୍ସନ କରି ଗୋଟେ ଗ୍ରନ୍ଥ ହେଲା ଦ ହ୍ୟୁମାନ ସାଇକେଲ। ଦୀର୍ଘ 100 ବର୍ଷ ପରେ ପ୍ରଭୁଙ୍କର 100 ବର୍ଷ ପୂର୍ବରୁ ଏବଂ 100 ବର୍ଷ ପରେ ଭବିଷ୍ୟତ କଥା, ଏହି ସମାଜ ଏହି ସ୍ପିରିଚୁଆଲ ଆଡକୁ କିପରି ଯିବ ଧର୍ମାନ୍ତରୀକରଣରେ ଥିଲା, ଏବଂ ନିଜ ନିଜର ବ୍ୟକ୍ତିଗତ ସ୍ୱାର୍ଥପରତାରେ ସେ କିପରି ଧର୍ମ ଅନ୍ଧ ହୋଇ ଗୋଟେ ଗୋଟେ ନିୟମ କରିଲା ଏବଂ ସାମାଜିକ ବିଶୃଙ୍ଖଳା ଗୁଡାକ ହେଲା, ସେ ସବୁ ଜିନିଷ ସେଇ ସବୁ କଥା ଗୁଡାକ ପ୍ରଭୁଙ୍କର ଏଠି ଲେଖା ହେଇଛି। ଆଜି ଆଲୋଚନା ହବ ପେଜ 20। ମୁଁ ଟିକେ ପଢିନେ ଭାଇ ତାପରେ ଆଲୋଚନା କରିବେ। ପୃଷ୍ଠା 20 second paragraph. They found and held it with the enthusiasm in the discoveries of the physical science, the triumphant domination, the all-shattering and irresistible victory of science. In 19th century, Europe is explained by the absolute perfection with which it at least seemed for a time to satisfy these great psychological wants of the Western mind. Science seemed to it to feel impeccable its search for the true supreme desiderate of an individualistic age. ଭୌତିକ ବିଜ୍ଞାନର ନାନା ଉଦ୍ଭାବନ କ୍ଷେତ୍ରରେ ସେମାନେ ଏହାର ସନ୍ଧାନ ପାଇଥିଲେ ଏବଂ ତାହାକୁ ବିପୁଳ ଉତ୍ସାହ ସହିତ ଧରି ରଖିଲେ। ଯେଉଁ ଅବିବାଦୀ ପରମ ପୂର୍ଣ୍ଣତା ସହିତ ଏହା ପାଶ୍ଚାତ୍ୟ ମାନସର ଏହି ସବୁ ବୃହତ ମନୋଭୂମିଗତ ଆବଶ୍ୟକତାକୁ ସନ୍ତୁଷ୍ଟ କରିପାରୁଛି ବୋଲି ପ୍ରହାତ କରି ଏଭଳି ଏକ ଅପ୍ରତିରୋଧ୍ୟ ଭାବରେ ଆପଣାର ଜୟ ଜୟକାର ଘୋଷଣା କରିପାରିଲା। ମାନେ ଆମର ସାଇନ୍ସ ଟେକ୍ନୋଲୋଜି, ଯୋଉଟା କି ଭୌତିକ ବିଜ୍ଞାନ ୟୁରୋପରେ 19 ଶତାବ୍ଦୀରେ ଏଭଳି ଭାବରେ ଗୋଟେ ଅଗ୍ରଗତି କଲା, ଯାହା ଫଳରେ କି ତାହା ପ୍ରଭାବ ପକେଇଲା ଆମର ବ୍ୟକ୍ତିବାଦୀ ଯୁଗରେ। ଏହାର ବିସ୍ତୃତ ଆଲୋଚନା କରିବା ପାଇଁ ଭାଇ ଉପସ୍ଥିତ ଭାଇ ଜଏନ୍ ହଉଛି କହିଲେ, ହଉ ଭାଇ ଜଏନ୍ ହେବେ। ମୁଁ ଆଉ ଟିକେ ପଢିନେ, ଦେଖୁଛି ଭାଇ ଅନଲାଇନ ନାହାନ୍ତି। ତାପରେ ଏଇ ବ୍ୟକ୍ତିବାଦୀ ଯୁଗରେ ଦୁଇଟି ଯାକ ସର୍ବବୃହତ ଅଭାବର ପରିପୂରଣ ଲାଗି ୟୁରୋପ ଯେଉଁ ଅନ୍ୱେଷଣରେ ବାହାରିଥିଲା, ବିଜ୍ଞାନ ହିଁ ଅତ୍ୟନ୍ତ ନିଖୁଣ ନିର୍ଦ୍ଦୋଷ ଭାବରେ ସେ ପୂରଣରୁ ସମ୍ଭବ କରିପାରୁଛି ବୋଲି ତାର ମନେ ହେଲା। ମାନେ ସାଇନ୍ସ ଦ୍ୱାରା ହିଁ ଆମେ ଆମର ସମାଜର ସବୁ ଜିନିଷ ଅଗ୍ରଗତି ହେବ
ଏବଂ ତାହା ସେ ନିଜକୁ ଗୋଟେ ପ୍ରମାଣିତ କରିଦେଲା ଯେ ଏହା ଦ୍ୱାରା ହିଁ ଅଗ୍ରଗତି ହବ। ବିଜ୍ଞାନ ମଧ୍ୟରେ ହିଁ ସେ ଅବଶେଷରେ ଏଭଳି ଏକ ବିଷୟ ସତ୍ୟର ସାକ୍ଷାତ ଲାଭ କଲା ଯାହାକି କୌଣସି ସଂଶୟ ଜଡ଼ିତ ଧର୍ମ ପୁସ୍ତକ ଉପରେ ନିର୍ଭରଶୀଳ ହୋଇ ନ ରହି ଥିଲା କିମ୍ବା କୌଣସି ଦୋଷଯୁକ୍ତ ମନୁଷ୍ୟ କର୍ତ୍ତୃତ୍ୱ ଆଶ୍ରୟ କରୁନଥିଲା। ସେ କୌଣସି ଧର୍ମକୁ ସେ ଡିପେଣ୍ଡ ରହିଲା ନାହିଁ। ସେ ବିଜ୍ଞାନକୁ ସତ୍ୟ ବିଜ୍ଞାନ ଯାହା କହୁଥାଏ ତାହା ହିଁ ସତ୍ୟ ବୋଲି ସେ ପ୍ରତିପାଦିତ କରି ଚାଲିଲା। ମାତ୍ର ସ୍ୱୟଂ ପ୍ରକୃତି ମାତା ହିଁ ସେହି ସତ୍ୟକୁ ତାଙ୍କରି ଶାଶ୍ୱତ ପୁସ୍ତକଟି ଲିପିବଦ୍ଧ କରି ରଖିଥିଲେ। କିନ୍ତୁ ମା ଆମର ଯୋଉ ପ୍ରକୃତି ମାତା ଆମର ନେଚର ଯୋଗୁଁ ହିଁ ଆଜି ଆମେ ଏ ପ୍ରାଣ ସ୍ତରରୁ ମନ ସ୍ତରକୁ ଆସିଛେ। ତାହା ସେ ସବୁ ଜିନିଷ ସେଇଠି ଲିପିବଦ୍ଧ ହେଇ ରହିଲା ଯୋଉଟା କି ସ୍ପିରିଚୁଆଲ ଆଡକୁ ଯିବ। ୟୁରୋପରେ କିନ୍ତୁ ତାହା ସେମାନେ ମାନିଲେ ନାହିଁ ଯେ ସାଇନ୍ସ ହିଁ ବିଜ୍ଞାନ ଅଗ୍ରଗତି ହିଁ ସତ୍ୟ ବୋଲି ସେମାନେ ପ୍ରତିପାଦିତ କରୁଥିଲେ। କିନ୍ତୁ ପ୍ରକୃତି ମାତା ସେ ସତ୍ୟକୁ ତାର ଶାଶ୍ୱତ ପୁସ୍ତକଟି ଲିପିବଦ୍ଧ କରି ରଖିଥିଲେ ଏବଂ ଯଥାର୍ଥ ଭାବରେ ଦେଖିବା ଲାଗି ଯାହାର ଆବଶ୍ୟକ ଧୈର୍ଯ୍ୟ ଥିଲା ଓ ବିଚାର କରିପାରିବା ଲାଗି ବୁଦ୍ଧିଗତ ସାଧୁତା ମଧ୍ୟ ରହୁଥିଲା। ସେ ମନେକଲା ମାତ୍ରରେ ସେଇ ପୁସ୍ତକକୁ ପାଠ କରିପାରୁଥିଲା। ଯେତେବେଳେ ମନର ବିକାଶ ଘଟିଲା ସେଇ ପୁସ୍ତକର ଅଧ୍ୟୟନରେ ସେ ଏତେ ମାନେ ନିଜର ବୁଦ୍ଧି ଖଟାଉଥାଏ ଯେ ସେ ନିଜେ ସେ ଭାବିଲା ଯେ ଏଇଥିରେ ହିଁ ଜ୍ଞାନ ରହିଛି ଏବଂ ଏଇଥିପାଇଁ ଧୈର୍ଯ୍ୟ ଆବଶ୍ୟକ ଏବଂ ନିଜର ବୁଦ୍ଧିଗତ ସାଧୁତା ରହିବ ଏବଂ ପୁସ୍ତକ ପାଠ ମନେ କରୁଥିଲା। ପୁସ୍ତକ ଗୁଡ଼ିକ ଅଧ୍ୟୟନ କଲା। ଏହି ପୁସ୍ତକଟି ଭିତରେ କେତେ କେତେ ନିୟମ ଥିଲା, କେତେ ଆଧାର ସୂତ୍ର ରହିଥିଲା ଏବଂ ଏହି ପୃଥିବୀ ତଥା ଆମର ଏହି ଜୀବନ ସତ୍ତାଟି ବିଷୟରେ କେତେ କେତେ ମୂଳ ସତ୍ୟ ବି ରହୁଥିଲା ଯୋଉଟାକି ଆମର ଜୀବନ ବିଜ୍ଞାନ, ଯାହାକୁ ସମସ୍ତେ ଇଚ୍ଛା କଲା ମାତ୍ରକେ ଆପେ ଆପେ ଠଉରାଇ ନେବାର ସମର୍ଥ ହେଲେ। ତେଣୁ ତାହା ସେ ପ୍ରତ୍ୟେକ ବ୍ୟକ୍ତିର ସ୍ୱାଧୀନ ବିଚାର ଶକ୍ତିର ଆବଶ୍ୟକତାକୁ ଅବଶ୍ୟ ପୂରଣ କରିପାରିବ ଏବଂ ତାହାକୁ ବାଟ ଦେଖାଇ ନେଇଯାଇପାରିବ, ତାହାକୁ ଯାବତୀୟ ବାହ୍ୟ ବାଧ୍ୟତାରୁ ମୁକ୍ତି ଦେଇପାରିବ ଏବଂ ଏଣେ ଭ୍ରମ ପ୍ରବଣ ସ୍ୱ ଇଚ୍ଛାଟି ମଧ୍ୟ ମୁକ୍ତ କରି ରଖିପାରିବ। ଏଥିରେ ଆଉ କୌଣସି ସନ୍ଦେହ ରହିଲା ନାହିଁ। ଆମେ 1 ମିନିଟ୍ ଅପେକ୍ଷା କରିବା। ଭାଇ ମେସେଜ ଦେଇଛନ୍ତି ଜଏନ୍ ହେବେ ବୋଲି, କିନ୍ତୁ ଅପେକ୍ଷା କରିବା 1 ମିନିଟ୍। ଭାଇ ଜଏନ୍ ହେଇଛନ୍ତି। ବର୍ତ୍ତମାନ ଆମେ ଆମର ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା। ଇଂଲିଶ ବହି 20 ପୃଷ୍ଠା ଟିକେ ପଢି ସାରିଛି। ଭାଇ ବନ୍ଦେ ମାତରମ୍ ପ୍ରଣାମ। ଅନଲାଇନରେ ଉପସ୍ଥିତ ସମସ୍ତ ଅପା ଭାଇଙ୍କ ତରଫରୁ ମୋ ଭାଇଙ୍କୁ ପ୍ରଣାମ ଜଣାଉଛି। ମୁଁ ପଢି ସାରିଛି ଭାଇ, ଓଡ଼ିଆଟା ବି ଟିକେ ପଢି ସାରିଛି। ଆପଣ ଆଲୋଚନା ରଖିପାରିବେ। ଆପଣଙ୍କୁ ଅନୁରୋଧ କରୁଛି ଆପଣ ଆଲୋଚନା ରଖନ୍ତୁ। ଆଜିର ଅଧ୍ୟୟନ ବର୍ଗରେ ଉପସ୍ଥିତ ସମସ୍ତ ମାତୃ ସନ୍ତାନ ମାନଙ୍କୁ ହୃଦୟରୁ ସ୍ୱାଗତ। ଆଜିର କାର୍ଯ୍ୟକ୍ରମକୁ ନେତୃତ୍ୱ ଦେଇଥିବା ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇ ଅପାମାନଙ୍କୁ ମଧ୍ୟ ଅନେକ ଶ୍ରଦ୍ଧା। ଆମେ ବିଗତ ଦିନରେ
ह्यूमन साइकिल पुस्तकर जो अंश गुड़िक पढ़ुले था दुईटी गुरुत्वपूर्ण विषय दुईटी जुगर कथा गोटे जुग थिला कन्वेंशनल एज अन्यटी व्यक्तिवादर जुग आमे सेगुड़िक पढ़ला बेले ये दुईटी जुगर गोटे तुलनात्मक समीक्षा आम पाखे उपलब्ध होता 20 पाराग्राफ 20 पेज आमे जोठी अटकी थिले सेठू आज आलोचना को आरंभ करि परिबा। It must find a general standard of truth to which the individual judgment of all will be inwardly compelled to subscribe without physical constraint or imposition of irrational authority. तेणु दुईटी परम डेसिडेरेटा जाको हमें जाको आमे कहूचु वांछित अभिष्ट कथा एटी दुईटी डेसिडेरेटा सुप्रीम डेसिडेरेटा दुईटी अति वांछित वस्तु गोटे मिनिट आज्ञा हाँ आमे जेतेबेले से डेसिडेरेटार कथा गुड़िक आलोचना करुछंती दुईटी वांछित वस्तु
ସେଇ ଆଧାରରେ ଗୋଟେ ମିନିଟ୍ ତେଣୁ ଯେତେବେଳେ ଗୋଟିଏ ବ୍ୟକ୍ତି ବାଦର ଯୁଗ ଆସେ ବ୍ୟକ୍ତିବାଦର ଯୁଗରେ ଦୁଇଟି ପରମ ବାଞ୍ଛିତ ବସ୍ତୁକୁ ଖୋଜିବା ଅନିବାର୍ଯ୍ୟ ହୋଇପଡେ। ସେଥିରୁ ଗୋଟିଏ ହେବ ଇଟ୍ ମଷ୍ଟ ଫାଇଣ୍ଡ ଏ ଜେନେରାଲ ଷ୍ଟାଣ୍ଡାର୍ଡ ଅଫ ଟ୍ରୁଥ। ସତ୍ୟର ଏକ ସାଧାରଣ ମାନ ସତ୍ୟର ଏକ ସାଧାରଣ ମାନକୁ ଆମେ ଏଠି ଖୋଜୁ, to which the individual judgment of all will be inwardly compelled to subscribe। ଯାହାକୁ ବ୍ୟକ୍ତିର ବିଚାରର ସମସ୍ତ ସଂକଳ୍ପ ଗୁଡ଼ିକ ଇଚ୍ଛା ଗୁଡ଼ିକ ଆନ୍ତରିକ ଭାବରେ ଗ୍ରହଣ କରିନେବାକୁ ବାଧ୍ୟ ହୁଅନ୍ତି। ଏହି ସତ୍ୟଟାକୁ compelled to subscribe ବାଧ୍ୟ ହୁଅନ୍ତି without physical constraint। କୌଣସି ଭୌତିକ ଚାପ ବା ଭୌତିକ ଅସୁବିଧା ସେଠି ନଥାଏ, or imposition of irrational authority। ଆମେ ଦେଖିଛୁ କନଭେନସନାଲ ଏଜରେ ସବୁବେଳେ ଇରେସନାଲ ଅଥରିଟି ଗୁଡ଼ିକ ରହିଛନ୍ତି। ଇରେସନାଲ ଅଥରିଟିକୁ ଆମେ କଣ କହିପାରିବୁ? ଯୋଉମାନେ ଆମ ଉପରେ ଅନେକ କଥାକୁ ଇମ୍ପୋଜ କରିଥାନ୍ତି, ଯୋଉଗୁଡ଼ିକ ଖୁବ ଭାବରେ ତର୍କହୀନ ଗୋଟେ କର୍ତ୍ତୃତ୍ୱ ଆମ ଉପରେ ଆଣିକି ଚାପି ଦେଇଥାଏ କନଭେନସନାଲ ଏଜରେ। And it must reach to some principle of social order। ଗୋଟେ ସମୟରେ ସାମାଜିକ ସୁବ୍ୟବସ୍ଥାର ଏକ ସିଦ୍ଧାନ୍ତ ପାଖରେ ମଧ୍ୟ ପହଞ୍ଚିବାକୁ ହୋଇଥାଏ, which shall be equally founded on a universally recognizable truth of things। ତେଣୁ ସେଇ ଯୋଉ ସାମାଜିକ ସୁବ୍ୟବସ୍ଥା ଯୋଉଟା ସମାନ ଭାବରେ ସମଗ୍ର ବିଶ୍ୱରେ ଫାଉଣ୍ଡେଡ୍ ପ୍ରତିଷ୍ଠିତ ଏବଂ ସେଇଟା ରେକଗ୍ନାଇଜେବଲ ଟ୍ରୁଥ ଅଫ ଥିଙ୍ଗସ୍ ସତ୍ୟର ଆଧାରରେ ସେଗୁଡ଼ିକ ସବୁ ସ୍ୱୀକୃତ।
तामाने एई परिस्थिति रे गुटे सत्यर भूमिका टिके आमे पाइबा। An order is needed. निश्चित भावरे गोटे श्रृंखलार आवश्यकता रही that will put a rein on a desire and interest. सेटा वासना उपरे स्वार्थ उपरे गोटे लगाम कसिबो by providing at least some intellectual and moral test. सबु बेले गोटे बौद्धिक एवं नैतिक परीक्षार सम्मुखीन होबाकू पड़िबो। Which these two powerful and dangerous forces must satisfy. एटी कहा जाउछि ए जो नैतिक एवं बौद्धिक परीक्षा एगुड़िक बहुत पावरफुल अति शक्तिशाली एवं विपज्जनक शक्ति before they can feel justified in asserting their claims on life. जीवन उपरे समानकर अधिकारटी सुनिश्चित करिवा पूर्वरु जे भली आमे एई नैतिकता और बौद्धिकतार परीक्षा गुड़िक जस्टिफाइड मने करथुवा उचित मने करथुवा आउ रही स्पेकुलेटिव अनुमानात्मक आउ रहिला साइंटिफिक रीजन जाको आमे विज्ञानर बुद्धिमत्ता बोली कहउछंती फॉर देयर मीन्स तार माध्यम रूपरे द परस्यूट ऑफ ए प्रैक्टिकेबल सोशल जस्टिस व्यवहार योग्य सामाजिक न्यायर अन्वेषण and sound utility for their spirit सेमानंक उत्साहर गोटे सुस्थ व्यवहार The progressive nations of Europe set out on their search. यूरोप रो जो प्रगतिशील जाति माने रही थिले सेमाने एई कथाटी को खोजिबा को बाहरिले for this light एई आलोक पाई and this law एई विधान पाई कारण मु आपण को प्रथम रु कहिछि धर्म भित्तिक समाज अति मात्रा रे नीति भित्तिक समाज सुनिश्चित भाव रे गोटे कन्वेंशनल एज को रिप्रेजेंट करछे गोटे शिल्प भित्तिक गोटे टेक्नोलॉजी प्रजुक्ति विद्या भित्तिक वैज्ञानिक सिद्धांत रे बा वैज्ञानिक तर्क रे विश्वास करुथवा जो समाज व्यवस्था टी सत्य आधारित सुव्यवस्था आधारित सेटा सुनिश्चित भाव रे एठी आउ एक भिन्न प्रक्रिया भितर आसी थाए प्रभु श्री अरविंद पुणी से चैप्टर रो आउ गोटे
पार्ट को जाउछंती जोटा को आमे 20 पेज रो सेकंड पैराग्राफ भाव रे पाउछु से लिखुछंती they found and held it with enthusiasm in the discoveries of physical science जत्ते बेले भौतिक विज्ञान रो यात्रा अभ्यास रहिला भौतिक विज्ञान जेते जेते आविष्कार गुडी को करि चलिला यही ए जो आमे जोटा इंडिविजुअलिस्टिक एज रो एडवांटेज बोली कहूछु से गुडी को मिलिला आमे से गुडी को उत्साहर सहित धारण कले विज्ञान रो जय यात्रा जोगु एक कथा सब संभव होला दी rampant domination एठी गोटे विजयी डोमिनेशन रही राज्य एवं ए डोमिनेशन रो अर्थ होची प्रभुत्व प्रभुत्व बा राज्याधिकार बेसी करी आम एटी प्रभुत्व लगे परिबा the triumphant domination विजयी प्रभुत्व the all shattering and irresistible victory of science सबुआडे विच्छुरित एवं विज्ञान रो अप्रतिरोध्य विजय विज्ञान रो अप्रतिरोध्य विजय in 19th century यूरोप आमे 19 शताब्दी रो यूरोप रे जेटा 1800 मसिया हिथिबो 1850 1840 1870 एवडा सब 19th century 19th century Europe is explained by the absolute perfection एगुडी को आपण को बुझा जाई पारुछि गोटिए परम परिपूर्णतार दिगंतरे with which it is least is seemed for a time to satisfy these great psychological wants of the Western mind. आमे जदि पश्चिम पाश्चात्य मनर जो मनस्तात्विक इच्छा गुड़िक रही से गुड़ी को संतुष्ट करिया satisfy करिया a great psychological wants of the Western mind रही तापरे कौन हैला ना
ଏଇ ଯୋଉ ସୁପ୍ରିମ ଡେସିଡେରେଟାର କଥା କୁହାଯାଇଥିଲା, ପରମ ବାଞ୍ଛିତ এই ଅବସ୍ଥାଟିକୁ ସାଇନ୍ସ seemed to it to fulfill impeccably. ବିଜ୍ଞାନ ସେଇଟାକୁ impeccably ଆମେ ଏଠି ଦେଖୁଛୁ ଯେ ଏଇ ଯୋଉ absolute perfection ଅଛି, which it is at least seemed for a time to satisfy this great psychological and question mind. ତାପରେ एकथा मध्य कुहाଯାଉଛି, ସାଇନ୍ସ seemed to it to fulfill impeccably. ମାନେ କୌଣସି ଦାଗ ନାହିଁ, କୌଣସି କଳଙ୍କ ନାହିଁ, ନିଷ୍କଳଙ୍କ. Impeccable as search for the two supreme desiderata. ଦୁଇଟି ପରମ ବାଞ୍ଛନୀୟ ର ସନ୍ଧାନ କରିବା ପାଇଁ of an individualistic age. କୋଉଠି ସେଟା ଖୋଜା ଯାଇଛି ନା ଗୋଟେ ବ୍ୟକ୍ତିବାଦର ଯୁଗରେ. ତେଣୁ ବ୍ୟକ୍ତିବାଦର ଯୁଗରେ ଯୋଉଟା ଖୋଜା ଯାଇଛି ତାକୁ ଆମେ କହିପାରିବା, here at last was a truth of things which depended on no doubtful scripture or fallible human authority. But which Mother Nature herself had written in an eternal book for all to read, who had patience to observe and intellectual honesty to judge. ଆମେ ଶେଷରେ ଗୋଟେ ସତ୍ୟର ଗୋଟେ science to it to fulfill impeccably as search for the two supreme desiderata of an individualistic age. ଆମେ ଦେଖୁଛୁ ଏଇ ଯୋଉ ବ୍ୟକ୍ତିବାଦର ଯୁଗରେ ସତ୍ୟ ପ୍ରତି ଅନୁସନ୍ଧିତ୍ସା, ସତ୍ୟ ପ୍ରତି ଯୋଉ ଇଚ୍ଛାଟି ବା ଆଗ୍ରହଟି, ଏଇଟା ଗୋଟେ ପ୍ରମୁଖ ସ୍ଥାନରେ ରହିବ. କାରଣ ବିଜ୍ଞାନ ସତ୍ୟକୁ ତ ପାଏ, ସତ୍ୟ ଭିନ୍ନ ବିଜ୍ଞାନର ଅନ୍ୟ କୌଣସିରେ ରୁଚି ନାହିଁ. Here at last was a truth of things which depended on no doubtful scripture or fallible human authority, but which Mother Nature herself had written in her eternal book for all to read, who had patience to observe and intellectual honesty to judge. ସେମାନଙ୍କର ଯଦି ଗୋଟେ ଇଣ୍ଟେଲେକ୍ଚୁଆଲ ଅନେଷ୍ଟି ରହିଥାଏ, ବୌଦ୍ଧିକ ସାଧୁତା, ଯାହା ବିଚାର କରି ପାରିବ, ଆଉ ଯଦି ସେମାନଙ୍କର ପେସେନ୍ସ ଟୁ ଅବଜର୍ଭ, ସବୁ କଥାକୁ
ନିରଖେଇ ଦେଖିବା ଭଳି ତାଙ୍କ ପାଖରେ ଗୋଟେ ପେସେନ୍ସ ରହିଥିବ। Here were laws, principles, fundamental facts of the world. ଏଠି କଣ ରହିଛି ନା ବିଧାନ ରହିଛି, ସିଦ୍ଧାନ୍ତ ରହିଛି ବା ତତ୍ତ୍ୱ ରହିଛି, ମୌଳିକ ତଥ୍ୟ ଗୁଡିକ ରହିଛି ଜଗତ ସମ୍ପର୍କରେ ଏବଂ ଆମ ସତ୍ତା ସମ୍ପର୍କରେ, ଯୋଉ ଗୁଡିକୁ ଆମେ ଚାହିଁଲେ which all could verify at once for themselves, ନିଜ ପାଇଁ ସେଗୁଡିକୁ ଆମେ ପରୀକ୍ଷା ନିରୀକ୍ଷା କରି ନେଇ ପାରିବା। ଖାଲି ସେଇଠି କଥା ସରୁନାହିଁ, and which must therefore satisfy and guide the free individual judgment, delivering it equally from alien compulsion and from erratic self-will. ଏଗୁଡିକୁ ଗୋଟେ ଭ୍ରମଯୁକ୍ତ erratic self-will, ଆତ୍ମ ଇଚ୍ଛା ଏବଂ ଗୋଟିଏ alien compulsion, ଅପରିଚିତ ଦୂରସ୍ଥ ବାଧ୍ୟବାଧକତା ରେ ଆମେ ସମାନ ଭାବରେ ଡେଲିଭରିଂ କରିପାରିବା, ମାନେ ମୁକ୍ତ କରିପାରିବା ବା ରିଲିଜ କରିପାରିବା, ଆଣିପାରିବା। Here were laws and truths. ଏଇଠି କିଛି ବିଧାନ ଅଛି, କିଛି ସତ୍ୟ ଅଛି, which justify, ଯାହା ସବୁକୁ justified करे, न्यायसंगत करे, and yet control the claims and desires. तथापि जो दाबी रहिछि, जो डिजायर्स रहिछि, वासना काହାର इंडिविजुअल ह्यूमन बीइंग रो, गोटे व्यक्ति बा मनुष्यर ताको नियंत्रण करे। Here a science which provided a standard, एठी गोटे विज्ञान रहिछि जा हमकु गोटे मानक प्रदान करे, ए नॉर्म ऑफ नॉलेज, ज्ञानर गोटे मानक, ए रेशनल बेसिस फॉर लाइफ, जीवन पाई एक तार्किक आधार, ए क्लियर आउटलाइन, गोटे स्पष्ट सीमारेखा, एंड सोवरेन सार्वभौम means for the progress and perfection of the individual and the rest. व्यक्ति पाई एवं समूह जाति पाई गोटे प्रगति एवं परिपूर्णतार गोटे सुवरेन मीन्स को से तैयारी करे, सार्वभौम उपाय। हमें आसंता थर को से 20 पैराग्राफ रो शेष 20 पेज रो शेष लाइन रो हमर पढ़ाटी आरंभ करबा। आज समय हेछि, समस्त को अनेक शुभेच्छा, शुभरात्रि, वंदे मातरम।